अथ अष्टमोऽध्याय। अष्टमे अश्वत्थामा बाणु रखिले परीक्षिते जेणु कुन्तीर स्तव कृष्ण पादे युधिष्ठि शोक ज्ञाति बोधे। अष्टम अध्याय आमे पढ़िबा मातृगर्भरे परीक्षितंकर रक्षा, कुन्तींकर भगवानଙ୍କୁ स्तुति और युधिष्ठिरଙ୍କ शोक। सुत उवाच सकळे मिळी दुःख शोके मिळिले गंगार उदके मृत्युदक दानार्थे द्रौपदी कुंतीर सहिते अपरे जेते नारीगणे सकळे शोक निवारणे गंगार तीरे दुःख मने मिलिले सर्वबंधुजने उदक देई गंगा जले द्वितीय स्नान करिगले धर्मनंदन भीमसेन अंबिका सुत जय अर्जुन गांधारी पुत्र शोके कंदी धरणी लोटई द्रौपदी कुंती कांदई अश्रुमुखे सर्वे विकल ज्ञाति शोके व्यास सहिते सर्वमुनि कृष्ण बसिले संगे घेनी धर्म पुराण इतिहास मुनिये करन्ति प्रकाश मिथ्या संसार विष्णु माया के सत्य करि पारेहा कालर क्रीडा ए जगत कालकु केवा सामरथ सर्जी पाळई पुणःरे कालर क्रीडा ए संसारे ताहाको प्रति क्रिया नाही एमंते बोध तांको देई शोक हरिले नारायण एवे हो मुनि गणे शुण दुष्ट राजांक संग मेळे कितबे राज्य हरिथिले द्रौपदी केश स्वर्श दोषे स्वभावे अळप आयुषे ताहांकु प्रभु माया करी अर्जुन गंडीबे संहारी युधिष्ठिरंकु राज्य देले अवनी भारा निवारिले। श्री सुत पुणी कहिले एहापरे जलांजलि पाइबाकु आशा करुथिबा मृत्य स्वजन मानकर तर्पण करिबा निमंते पांडवमाने नारी मानकु आगरे चलाई सेमानक पछरे श्रीकृष्णଙ୍କ सहित गंगा तटकु चलिले। सेठारे सेमाने समस्ते मृत बंधु मानकु जलदान कले एवं सेमानकर गुण स्मरण करी विलाप कले। तापरे भगवानकर चरण कमलर रजरे पवित्र होइथिबा गंगा जलरे समस्ते पुनर्बार स्नान कले। सेठारे भाई मानकर समेत कुरुपति महाराज युधिष्ठिर धृतराष्ट्र कुंती तथा पुत्र शोकरे व्याकुला गांधारी और द्रौपदी समस्ते बसी स्वजन मानक निमंते शोक प्रकाश कले। भगवान श्रीकृष्ण दम्योदी मुनिमानଙ୍କ ସହିତ ଯାଇ ସେମାନଙ୍କୁ ସାନ୍ତ୍ୱନା ଦେଇ ବୁଝାଇଲେ ଯେ ସଂସାରରେ ସମସ୍ତେ କାଳର ଅଧୀନ
କେହି କାହାକୁ ମୃତ୍ୟୁ ମୁଖରୁ ରକ୍ଷା କରିପାରିବ ନାହିଁ। କାରଣ କାଳର କ୍ରୀଡ଼ା ଏ ଜଗତ କାଳକୁ କେବା ସମରଥ। ଏପରି ଭାବରେ ଭଗବାନ ଶ୍ରୀକୃଷ୍ଣ ଅଜାତଶତ୍ରୁ ଯୁଧିଷ୍ଠିରଙ୍କୁ ତାଙ୍କର ରାଜ୍ୟ ପୁନର୍ବାର ପ୍ରଦାନ କରାଇଲେ, ଯାହାକୁ କି ଧୃତମାନେ ଛଳ କରି ଛଡ଼ାଇ ନେଇଥିଲେ। ପୁନଶ୍ଚ ଦ୍ରୌପଦୀଙ୍କର କେଶ ସ୍ପର୍ଶ କରିବା ଦୋଷରେ ଯେଉଁ ଦୁଷ୍ଟ ରାଜାମାନଙ୍କର ଆୟୁ କ୍ଷୀଣ ହୋଇଯାଇଥିଲା, ସେମାନଙ୍କୁ ମଧ୍ୟ ଭଗବାନ ବଦ୍ଧ କରାଇଲେ। ଉତ୍ତମ କଳ୍ପେ ସୁସମ୍ପାଦି କରାଇ ତିନି ଅଶ୍ୱମେଧି। ରାଜାର ଯଶ ମହିତଳେ ଇନ୍ଦ୍ରର ପ୍ରାୟ ସମ୍ପାଦିଲେ। ପାଣ୍ଡୁପୁତ୍ରଙ୍କୁ କରି ଭାବ ସଙ୍ଗତେ ସତ୍ୟକି ଉଦ୍ଧବ। ବ୍ୟାସ ସମେତ ଯେତେ ମୁନି କୃଷ୍ଣ ପୂଜିଲେ ଭାବ ଘେନି। ସନ୍ତୋଷେ ସର୍ବ ମୁନିଗଣେ କୃଷ୍ଣଙ୍କୁ ପୂଜିଲେ କଲ୍ୟାଣେ। ତାହାଙ୍କୁ ମାଗି ଅନୁଯାନ ରଥେ ବସିଲେ ଭଗବାନ। ଦ୍ୱାରକା ବିଜେ ନରହରି ବାଜଇ ମଙ୍ଗଳ ମହୁରି। ଏମନ୍ତେ ଶୁଣ ମୁନିଜନେ ଉତ୍ତରା ରାଜାର ଭୁବନେ। ଥିଲା ସେ ଅଭିମନ୍ୟୁଅନ୍ତେ ଅନେକେ ନଗଲା ସଙ୍ଗତେ। ବିଧବା ରୂପେ ଗର୍ଭବାସେ କୁନ୍ତୀ ଦ୍ରୌପଦୀ ମନ ତୋଷେ। ତାର ଗର୍ଭକୁ କୋପ କଲା କାନନେ ଦ୍ରୋଣ ଗୁରୁବଳା। ଅର୍ଜୁନ ହସ୍ତେ ଦଣ୍ଡ ପାଇ ଲୁଚିଣ ଥିଲା ବନେ ଯାଇ। ସହି ନ ପାରି ଅପମାନ କୋପ ବସିଲା ତାର ମନ। ସଂକଳ୍ପ କରି ଗଙ୍ଗା ଜଳେ ଧନୁ ଧଇଲା କୋପାନଳେ। ମନ୍ତ୍ର ଉଚ୍ଚାରି ବ୍ରହ୍ମଶର ବୋଲଇ ଦ୍ରୋଣଙ୍କ କୁମର। ତୁ ଯେବେ ସତ୍ୟ ବ୍ରହ୍ମଶର ଅବନୀ ଅପାଣ୍ଡବା କର। ଏମନ୍ତେ ପେଶିଲା ନାରାଜ ଗଗନେ ଯେହ୍ନେ ରବି ତେଜ। ଦିଶ ଆକାଶ ଆବୋରିଲା ତାତେ ଯେ ଭୁବନ କମ୍ପିଲା। ଗଗନ ଘୋଟି ସେ ଆସଇ ଦେଖି ଉତ୍ତରା ଭୟ ପାଇ। ଧାମଇ ଜୀବନ ବିକଳେ କେଶବସନ ଅସମ୍ଭାଳେ। ବିକଳେ ବେନି କରତୋଳି ଡାକଇ ରଖ ବନମାଳି। ହେ ଦେବ ଦେବ ଜଗନ୍ନାଥ ଭାରାନିବାରେ ତୁହି ଜାତ। ଅନାଥ ନାଥ ଭାବଗ୍ରାହୀ ମୋତେ ସଂକଟୁ କର ତ୍ରାହି। ତୋ ତହୁଁ ନ ଜାଣଇ ଆନ ଅଭୟ ସଂକଟ ଭଞ୍ଜନ। ଏ ଯେ ଗଗନ ମାର୍ଗେଶର ଆସଇ ଯେହ୍ନେ ଦିବାକର। ପାଣ୍ଡବ କୁଳ ଏ ହରିବ ଏହାକୁ କେବା ନିବାରିବ। ତୋରେ ଶରଣ ଗଲି ମୁହିଁ ମୋ ଗର୍ଭ ରଖ ଭାବ
ଗ୍ରାହୀ। ଏ ଗର୍ଭର ତଳେ ଥାଉ ମୋର ଜୀବନ ପଛେ ଯାଉ। ଏହାଛଡ଼ା ଉତ୍ତମ ସାମଗ୍ରୀ ସଂଗ୍ରହ କରାଇ ସେ ପୁରୋହିତମାନଙ୍କ ସାହାଯ୍ୟରେ ଯୁଧିଷ୍ଠିରଙ୍କ ଦ୍ୱାରା 3ଟି ଅଶ୍ୱମେଧ ଯଜ୍ଞ କରାଇଲେ ଓ ଯୁଧିଷ୍ଠିରଙ୍କର ପବିତ୍ର ଯଶକୁ ଶତଯଜ୍ଞ କରିଥିବା ଇନ୍ଦ୍ରଙ୍କ ଯଶ ପରି ଚତୁର୍ଦିଗରେ ବିସ୍ତାରିତ କରିଦେଲେ। ଶେଷରେ ଭଗବାନ ସେଠାରୁ ଫେରିବାକୁ ବିଚାର କଲେ। ତେଣୁ ସେ ପାଣ୍ଡବମାନଙ୍କଠାରୁ ବିଦାୟ ନେଲେ ଓ ବ୍ୟାସ ଆଦି ବ୍ରାହ୍ମଣମାନଙ୍କର ସତ୍କାର କଲେ। ସେମାନେ ମଧ୍ୟ ଭଗବାନଙ୍କୁ ବିଶେଷ ସମ୍ମାନ ଦେଲେ। ତାପରେ ସାତ୍ୟକୀ ଓ ଉଦ୍ଧବଙ୍କ ସହିତ ଭଗବାନ ଦ୍ୱାରକା ଯିବାକୁ ରଥରେ ବସିଗଲେ। ଏତିକି ବେଳେ ସେ ଦେଖିଲେ ଯେ ଉତ୍ତରା ଭୟରେ ବିହ୍ୱଳ ହୋଇ ତାଙ୍କ ଆଡ଼କୁ ଧାଇଁ ଆସୁଛନ୍ତି। ଉତ୍ତରା ଧାଇଁ ଆସି କହିଲେ, ହେ ଦେବାଧିଦେବ, ହେ ଜଗଦୀଶ୍ୱର, ହେ ମହାଯୋଗୀ, ମୋତେ ରକ୍ଷା କରନ୍ତୁ, ମୋତେ ରକ୍ଷା କରନ୍ତୁ। ଇହଲୋକରେ ମୋତେ ରକ୍ଷା କରିବା ଲୋକ ଆପଣଙ୍କ ବ୍ୟତୀତ ଅନ୍ୟ କେହି ନାହାନ୍ତି। ଏଠାରେ ତ ସମସ୍ତେ ପରସ୍ପରକୁ ମାରିବା ନିମନ୍ତେ ତତ୍ପର। ପ୍ରଭୁ, ଆପଣ ସର୍ବଶକ୍ତିମାନ। ଗୋଟାଏ ପ୍ରଚଣ୍ଡ ଜ୍ୱଳନ୍ତ ଲୌହ ବାଣ କିପରି ମୋ ଆଡ଼କୁ ମାଡ଼ି ଆସୁଛି ଦେଖନ୍ତୁ। ହେ ସ୍ୱାମୀ, ସେହି ବାଣ ଆସି ମୋତେ ପଛେ ମାରିଦେଉ, ମୋ ଗର୍ଭକୁ ନଷ୍ଟ କରି ନ ଦେଉ। ଆପଣ ଏତିକି କୃପା କରନ୍ତୁ। ସୁତ ଉବାଚ ଉତ୍ତରା ବାକ୍ୟ କର୍ଣ୍ଣେ ଶୁଣି ମନେ ଚିନ୍ତିଲେ ଚକ୍ରପାଣି। ଦ୍ରୋଣ କୁମର ଅପମାନେ ଲୁଚି ଯେ ଥିଲା ଘୋର ବନେ। ମନ୍ତ୍ରେ ମନ୍ତ୍ରୀଣ ବ୍ରହ୍ମଶର ମେଦିନୀୟ ପାଣ୍ଡବ କର। ପ୍ରହାର କଲା କୋପଭର ମୋହି କରିବି ପ୍ରତିକାର। ଏକଥା କୃଷ୍ଣ ମୁଖ ଶୁଣି ପାଣ୍ଡବେ ନିଜ ଧନୁ ଆଣି। ସୂର୍ଯ୍ୟର ପ୍ରାୟ ଏକେ ଏକେ ପଞ୍ଚନାରାଜ ଅଭିମୁଖେ। ଯୋଚି ଚାହିଁଲେ କୃଷ୍ଣ ମୁଖ ଅନ୍ତେ ବୋଲନ୍ତି ରଖ ରଖ। ତାହା ଜାଣିଲେ ନରହରି ତକ୍ଷଣେ ଚକ୍ର କୁସୁମରି। ବୋଇଲେ ଶୁଣ ସୁଦର୍ଶନ ରଖ ତୁ ପାଣ୍ଡବ ଜୀବନ। ତକ୍ଷଣେ କୃଷ୍ଣ ଆଜ୍ଞା ପାଇ ଯହିଁ ପାଣ୍ଡବ ପାଞ୍ଚ ଭାଇ। ମେଘର ପ୍ରାୟେ ଆଚ୍ଛାଦିଲା କୃଷ୍ଣର କରେ ବିଜେ କଲା। ସେ ଚକ୍ର ଘେନି କୃଷ୍ଣ ବେଗେ ପଶିଲେ ଉତ୍ତରାର ଗର୍ଭେ। ସୋମାୟା ବଳେ ଚକ୍ରପାଣି କେ ଅବା ପାରେ ପରିବାଣୀ। ସକଳ ଆତ୍ମା ଯୋଗେଶ୍ୱର ଯାର ମହିମା ଅଗୋଚର। ପାଣ୍ଡବ ବଂଶ ରକ୍ଷା ଅର୍ଥେ ଗର୍ଭ ଆବୋରି ଚକ୍ର ହସ୍ତେ। ସ୍ୱଭାବେ ଅସ୍ତ୍ର ବ୍ରହ୍ମଶର ତାହାକୁ ନାହିଁ ପ୍ରତିକାର। ବିଷ୍ଣୁ ତେଜରେ ତା ସଂହାରି ଗର୍ଭକୁ ରଖିଲେ ମୁରାରି। ଶ୍ରୀସୁତ କହିଲେ, ଉତ୍ତରାଙ୍କ କଥା ଶୁଣୁ ଶୁଣୁ ଭକ୍ତବତ୍ସଳ ଭଗବାନ ଶ୍ରୀକୃଷ୍ଣ ଜାଣିଗଲେ ଯେ ପାଣ୍ଡବ ବଂଶକୁ ନିର୍ମୂଳ କରିଦେବା ନିମନ୍ତେ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ପ୍ରୟୋଗ କରିଛି। ହେ ସୌନକ, ସେତେବେଳେ ପାଣ୍ଡବମାନେ ମଧ୍ୟ ଦେଖିଲେ ଯେ 5ଟି ଜ୍ୱଳନ୍ତ ସ୍ୱର ସେମାନଙ୍କ ଉପରକୁ ମାଡ଼ି ଆସୁଛି। ତେଣୁ ସେମାନେ ମଧ୍ୟ ନିଜ ସ୍ୱର ଅସ୍ତ୍ର ଧରି ପ୍ରସ୍ତୁତ ହୋଇଗଲେ। ନିଜର ଅନନ୍ୟ ପ୍ରେମୀ ତଥା ଶରଣାଗତ ଭକ୍ତମାନଙ୍କ ଉପରକୁ ବିରାଟ ବିପତ୍ତି ମାଡ଼ି ଆସୁଥିବା ଦେଖି ସର୍ବଶକ୍ତିମାନ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଅସ୍ତ୍ର ସୁଦର୍ଶନ ଚକ୍ର ଦ୍ୱାରା ସେମାନଙ୍କୁ ରକ୍ଷା କରିଦେଲେ। ଯୋଗେଶ୍ୱର କୃଷ୍ଣ ହେଉଛନ୍ତି ସମସ୍ତ ପ୍ରାଣୀଙ୍କ ହୃଦୟ ନିବାସୀ ଆତ୍ମା। ସେ ପାଣ୍ଡବମାନଙ୍କ ବଂଶ ପରମ୍ପରା ରକ୍ଷା ନିମନ୍ତେ ଉତ୍ତରାଙ୍କ ଗର୍ଭକୁ ନିଜର ମାୟା କବଚ ଦ୍ୱାରା ଢାଙ୍କିଦେଲେ। ହେ ସୌନକ, ବ୍ରହ୍ମାସ୍ତ୍ର ଯଦିଓ ଅମୋଘ ଏବଂ ତାହାକୁ ନିବାରଣ କରିବା କୌଣସି ଉପାୟ ମଧ୍ୟ ନାହିଁ,
ତଥାପି ଭଗବାନଙ୍କର ତେଜ ସମ୍ମୁଖରେ ପଡ଼ି ତାହା ନିସ୍ତେଜ ହୋଇଗଲା। ଯାହାର ମାୟା ଏ ସଂସାରେ ସର୍ଜଇ ପାଳଇ ସଂହାରେ, ଏକି ଆଶ୍ଚର୍ଯ୍ୟ ଅଟେ ତାର ସର୍ବ ଆଶ୍ଚର୍ଯ୍ୟ ଯେ ଈଶ୍ୱର। ସେ ବ୍ରହ୍ମ ସର ଯହୁଁ ଗଲା ପାଣ୍ଡବେ ଗୋବିନ୍ଦ ରଖିଲା। ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ତକ୍ଷଣେ ପାଣ୍ଡବ ଜନନୀ କୃଷ୍ଣା ଉତ୍ତରା ସଙ୍ଗେ ଘେନି, ପାଞ୍ଚ ପୁତ୍ରଙ୍କୁ କରି ଆଗେ ନମିଲେ କୃଷ୍ଣ ପାଦ ଯୋଗେ। କାତରେ ଝୋଡ଼ିବେନି ପାଣି କଣ୍ଠ କୁଣ୍ଠିତେ କହେ ବାଣୀ। ବୋଲଇ କୃଷ୍ଣ ମୁଖ ଚାହିଁ ଭୋନାଥ କର ମତେ ତ୍ରାହି। କୁନ୍ତି ଉବାଚ ଭୋନାଥ ନମୁ ତୋ ପୟର, ଆଦି ପୁରୁଷ ତୋ ଈଶ୍ୱର। ପ୍ରକୃତି ପରେ ତୋର ବାସ, ଏଣୁ ପ୍ରାଣୀଙ୍କି ଅପ୍ରକାଶ। ଜନ୍ତୁଙ୍କ ଅନ୍ତର ବାହାରେ, ତୋ ବିନୁ ଅନ୍ୟ ନାହିଁ ପରେ। ଆଚ୍ଛାଦି ମାୟା ଝବନିକା, ନିର୍ଲେପ ରୂପେ ଥାଉ ଏକା। ଇନ୍ଦ୍ରିୟ ଗଣ ତୁଲେ ପୁରୀ, ଅବ୍ୟୟ ଆତ୍ମା ରୂପ ଧରି। ତୋହର ମାୟା ଯାର ଚିତ୍ତେ, ସେ ତୋତେ ଜାଣିବେ କେମନ୍ତେ। ନଟଙ୍କ ମଧ୍ୟେ ଯେ ନାୟକ, ଯେ ସନେ ନାଟେ ମୋହେ ଲୋକ। ନାନା କାଛେଣି ସେ ଭିଆଇ, ନୃତ୍ୟକାରଙ୍କୁ ସେ ନଚାଇ। ଦେଖନ୍ତା ପ୍ରାଣୀ ମନ ମୋହେ, ମୂଳ ବିଚାରେ ସତ୍ୟ ନୋହେ। ପରମହଂସ ଦୀକ୍ଷା ଫଳେ, ନିର୍ମଳ ଚେତା ମୁନିଗଣେ। ଦୃଢ଼ ଭକତି ଯୋଗ ମତେ, ଧ୍ୟାନ କରନ୍ତି ଅବିରତେ। ସେ ଭକ୍ତି ଯୋଗରେ ବିହୀନ, କାହୁଁ ଦେଖିବୁଁ ସ୍ତ୍ରୀଜନ। ଏହା କୌଣସି ଆଶ୍ଚର୍ଯ୍ୟକର କଥା ବୋଲି ଭାବ ନାହିଁ, କାରଣ ଭଗବାନ ହେଉଛନ୍ତି ସର୍ବାଶ୍ଚର୍ଯ୍ୟମୟ। ସେ ସ୍ୱୟଂ ଅଜନ୍ମା ହୋଇ ମଧ୍ୟ ନିଜର ମାୟାଶକ୍ତି ବଳରେ ଏହି ସଂସାରର ସୃଷ୍ଟି, ରକ୍ଷା ଓ ସଂହାର କରନ୍ତି। ସତୀ କୁନ୍ତୀ ଦେଖିଲେ ଯେ ଭଗବାନ ଶ୍ରୀକୃଷ୍ଣ ସେଠାରୁ ଯିବାକୁ ବାହାରି ସାରିଲେଣି। ତେଣୁ ସେ ବ୍ରହ୍ମାସ୍ତ୍ରର ଜ୍ୱାଳାରୁ ମୁକ୍ତ ହୋଇଥିବା ନିଜର ପୁତ୍ରମାନଙ୍କୁ ତଥା ଦ୍ରୌପଦୀଙ୍କୁ ସାଙ୍ଗରେ ଧରି ଗଦ୍ ଗଦ୍ କଣ୍ଠରେ ପ୍ରଭୁଙ୍କୁ ସ୍ତୁତି କଲେ। କୁନ୍ତୀ ସ୍ତୁତି କଲେ, ପ୍ରିୟ କୃଷ୍ଣ, ମୁଁ ଜାଣିଛି ଯେ ତୁମେ ହିଁ ପରମ ପୁରୁଷ ପୁରୁଷୋତ୍ତମ। ମୁଁ ତୁମକୁ ପ୍ରଣାମ କରୁଛି। ତୁମେ ହିଁ ହେଉଛ ସମସ୍ତଙ୍କର ନିୟାମକ। ତୁମେ ଆଦିପୁରୁଷ। ମୁଁ ତୁମକୁ ବାରମ୍ବାର ପ୍ରଣାମ କରୁଛି। ତୁମର ସ୍ୱରୂପ ହେଉଛି ପ୍ରକୃତିର ଅତୀତ। ତୁମେ ହିଁ ସକଳ ଜୀବଙ୍କ ଭିତରେ ଅନ୍ତର୍ଯ୍ୟାମୀ ରୂପରେ ବିରାଜିତ ଏବଂ ବାହାରେ କାଳ ରୂପରେ ରହି ତୁମେ ହିଁ ସାରା ଜଗତକୁ ଭକ୍ଷଣ କରୁଛ। ତୁମର ବାସ୍ତବିକ ସ୍ୱରୂପ ଯେ କ'ଣ, ତାହା କେହି ବି ନିଜର ମନ ବୁଦ୍ଧି ଆଦି ଦ୍ୱାରା ଜାଣିପାରିବ ନାହିଁ। ତୁମେ ତୁମର ବାସ୍ତବିକ ସ୍ୱରୂପକୁ ମାୟାର ପରଦାରେ ଢାଙ୍କି ରଖିଛ। ମୁଁ ତ ମୂର୍ଖ। ମୁଁ ଭଲା ତୁମ ପରି ଅବିନାଶୀକୁ କିପରି ଜାଣିପାରିବି?
ଅଭିନେତା ଅଭିନୟ ଦେଖାଇବା ବେଳେ ସାଧାରଣ ମନୁଷ୍ୟ ଯେପରି ତାକୁ ପ୍ରତ୍ୟେକ ରୂପେ ଦେଖି ମଧ୍ୟ ଚିହ୍ନି ପାରନ୍ତି ନାହିଁ, ଠିକ୍ ସେହିପରି ତୁମକୁ ସମ୍ମୁଖରେ ଦେଖି ମଧ୍ୟ ସହଜରେ ଚିହ୍ନି ହୁଏ ନାହିଁ। ଶୁଦ୍ଧ ହୃଦୟ ଜୀବନ୍ମୁକ୍ତ ପରମହଂସମାନଙ୍କ ହୃଦୟରେ ପ୍ରେମମୟୀ ଭକ୍ତି ଉଦୟ କରି ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ହିଁ ତୁମେ ମନୁଷ୍ୟ ରୂପେ ଅବତରଣ ଗ୍ରହଣ କରିଛ। ତୁମର ଲୀଳା ବିଗ୍ରହ ବିଷୟରେ ମୋ ପରି ଅଳ୍ପ ବୁଦ୍ଧି ନାରୀ କିପରି ବା ଜାଣିପାରିବ? ତୁ ନାଥ କୃଷ୍ଣ ଅବତାରେ ପ୍ରକାଶ ବାସୁଦେବ ଘରେ, ଦେବକୀ ଉଦରୁ ସମ୍ଭବ ଏଣୁ ତୋ ନାମ ବାସୁଦେବ। ସକଳ ଜନ୍ତୁ ହୃତ ଗତେ ତୋର ବିଜୟ ଆତ୍ମା ତତ୍ତ୍ୱେ, କୁମାର ରୂପେ ନନ୍ଦ ଘରେ ତୋର ବିହାର ଗୋପପୁରେ। ଇନ୍ଦ୍ର ବିବାଦେ ବନମାଳୀ ପର୍ବତ ବାମ ଘରେ ତୋଳି, ରଖିଲୁ ଗୋପର ସମ୍ପଦ ଏଣୁ ଯେ ନାମ ତୋ ଗୋବିନ୍ଦ। ତୁମ୍ଭଙ୍କୁ ମୋର ନମସ୍କାର ତୋ ବିନୁ ନ ଜାଣଇଆର, ପ୍ରଳୟ ଜଳେ ତୋର ବାସ ନାଭିରୁ ପଙ୍କଜ ପ୍ରକାଶ। ପଙ୍କଜ ମାଳା ତୋର ଗଳେ ବିହରୁ ଭୁବନ ମଣ୍ଡଳେ, ପଙ୍କଜ ଲୋଚନ ସୁନ୍ଦର ନାମଇ ପଙ୍କଜ ପୟର। ଦେବକୀ ଦେବୀ କଂସ ଘରେ ବନ୍ଦୀରେ ଥିଲା ଶୋକ ଭରେ, ମୁଁ ପଞ୍ଚପୁତ୍ର ଘେନି ଯେବେ ବନେ ବଞ୍ଚଇ ଦୁଃଖ ଭାବେ। ଦେବକୀ ପ୍ରାୟ ମୋତେ କରି ଅଶେଷ ସଙ୍କଟ ଉଦ୍ଧରି, ଭୀମକୁ ବିଷ ଲଡୁ ଦେଲେ ତହୁଁ ରଖିଲୁ ତେତେବେଳେ। ଜଉର ଘର ଦହନରୁ ତୁ ନାଥ ତହୁଁ ଉଦ୍ଧରିଲୁ, ଜଳେ କୁମ୍ଭୀର ଆଦି ଯେତେ ରାକ୍ଷସେ ମିଳିଲେ ବନସ୍ତେ। ହିଡିମ୍ବକାଦି ଯେ ରାକ୍ଷସ ତହୁଁ ରଖିଲୁ ପୀତବାସ, ପୋଷାକ ପଟେ ରାଜ୍ୟ ହରି ନେଲେ ଦ୍ରୌପଦୀ କେଶ ଧରି। ବିବସ୍ତ୍ର କଲେ ସଭା ତଳେ ତହୁଁ ରଖିଲୁ ତେତେବେଳେ, ପୁଣି ଅଜ୍ଞାତ ବନବାସେ ଦିନ ବଞ୍ଚିଲୁ ନାନା କ୍ଲେଶେ। ଯୁଦ୍ଧେ ଦୁର୍ଜୟ ରିପୁତ୍ରାସୁ ତୁ ନାଥ ମୋ ପୁତ୍ରେ ଆଶ୍ୱାସୁ, ଦ୍ରୋଣ କୁମର ବ୍ରହ୍ମଶର ତହୁଁ ରଖିଲୁ ବଂଶ ମୋର। ଏଣୁ ବିପଦେ ନ ଡରଇ ଯେ ଦୁଃଖେ ତୋ ମୁଖ ଦେଖଇ, ନିତ୍ୟ ସେ ଦୁଃଖ ହେଉ ମୋର ଯହିଁ ଦର୍ଶନ ଲଭେ ତୋର। ତୋହର ଦରଶନ ଫଳେ ଏ ଜୀବର ହଇ ନିଶ୍ଚଳେ, ପରମ ଲୋକେ ଲଭେ ବାସ ତୁ ନାଥ ଭକତ ବିଶ୍ୱାସ। ଶ୍ରୀ କୁନ୍ତି କହିଛନ୍ତି, ତୁମେ ହିଁ ହେଉଛ ଶ୍ରୀକୃଷ୍ଣ, ବାସୁଦେବ, ଦେବକୀ ନନ୍ଦନ ଓ ନନ୍ଦଗୋପୀଙ୍କ ଅଲିଅଳ ପୁତ୍ର ଗୋବିନ୍ଦ। ତୁମକୁ ମୋର ବାରମ୍ବାର ପ୍ରଣାମ। ହେ କୃଷ୍ଣ, ତୁମ ନାଭିରୁ ବ୍ରହ୍ମାଙ୍କର ଜନ୍ମସ୍ଥାନ କମଳ ବା ପଦ୍ମ ପ୍ରକଟ ହୋଇଛି। ତୁମେ ସୁନ୍ଦର କମଳ ମାଳ ଧାରଣ କରିଛ। ତୁମର ନେତ୍ର କମଳ ତୁଲ୍ୟ ବିଶାଳ ଓ କୋମଳ। ତୁମ ଚରଣ କମଳରେ କମଳ ଚିହ୍ନ ଶୋଭମାନ। ତୁମକୁ ମୋର ବାରମ୍ବାର ପ୍ରଣାମ। ହେ ହୃଷିକେଶ, ଦୁଷ୍ଟ କଂସ ଦ୍ୱାରା ବନ୍ଦୀ ହୋଇ ଓ ଚିରକାଳ ଶୋକଗ୍ରସ୍ତ ହୋଇ ରହିଥିବା ଦେବକୀଙ୍କୁ ତୁମେ ଯେପରି ରକ୍ଷା କଲ, ଆମ୍ଭମାନଙ୍କୁ ମଧ୍ୟ ସେହିପରି ବାରମ୍ବାର ବିପଦରୁ ରକ୍ଷା କରିଛ। ତୁମେ ହିଁ ଆମର ନାଥ, ତୁମେ ସର୍ବଶକ୍ତିମାନ। ହେ ଶ୍ରୀକୃଷ୍ଣ, ମୁଁ କେତେ ବା ଗୋଟି ଗୋଟି କରି କହିବି? ତୁମେ ତ ଆମକୁ ବିଷପାନରୁ, ଲାକ୍ଷାଗୃହର ଅଗ୍ନିରୁ, ହିଡିମ୍ବାଦୀ ରାକ୍ଷସମାନଙ୍କ କବଳରୁ
ଦୁଷ୍ଟମାନଙ୍କର ଦ୍ୟୁତ ସଭାରେ ବନବାସର ଭୟାନକ ବିପତ୍ତିରୁ ଯୁଦ୍ଧକ୍ଷେତ୍ରରେ ବହୁବାର ମହାରଥୀମାନଙ୍କର ଶସ୍ତ୍ରାଶସ୍ତ୍ରରୁ ରକ୍ଷା କରିଛ ଏବଂ ଏବେ ଏବେ ଅଶ୍ୱତ୍ଥାମାର ବ୍ରହ୍ମାସ୍ତ୍ର ମଧ୍ୟ ରକ୍ଷା କଲ। ହେ ଜଗଦ୍ଗୁରୁ, ଆମ ଜୀବନରେ ପ୍ରତି ପଦକ୍ଷେପରେ ବିପତ୍ତି ଉପରେ ବିପତ୍ତି ଆସୁଥାଉ, କାରଣ ବିପତ୍ତି ଭିତରେ ହିଁ ନିଶ୍ଚିତ ରୂପେ ତୁମର ଦର୍ଶନ ମିଳିଥାଏ ଏବଂ ତୁମ ଦର୍ଶନ ମିଳିଗଲେ ଆଉ ଜନ୍ମ ମୃତ୍ୟୁର ଚକ୍ରରେ ପଡ଼ିବାକୁ ହୁଏ ନାହିଁ। ଉତ୍ତମ କୂଳେ ଜନ୍ମ ହୋଇ ବିଦ୍ୟା ସମ୍ପଦ ଯେବେ ଥାଇ ବୁଡ଼ଇ ମତ ଗର୍ବ ଚିତ୍ତେ ସେ ତୋତେ ପାଇବ କେମନ୍ତେ। ତୁ ନାଥ ଜଗତ ଜୀବନ ତୁ ଅକିଞ୍ଚନ ଜନ ଧନ ଦରିଦ୍ର ଜନ ଧନ ତୁହି ପ୍ରକୃତି ତୋତେ ନ ଜାଣଇ। ତୁ ନାଥ ଆତ୍ମା ରାମ ଶାନ୍ତ ନମଇ କୈବଲ୍ୟର ନାଥ। ତୁ ନାଥ କାଳ ରୂପେ ହେଉ ଅନାଦି ନିଧନ ବୋଲାଉ ସମେ ତୁ ବସୁ ସର୍ବଦେହେ ପ୍ରାଣୀ ତୋହର ମାୟା ମୋହେ ଭଜନ୍ତି ଅନ୍ୟ ଭାବେ କଳି କରନ୍ତି କଳି ଯୁଗେ। ତୋହର ଇଚ୍ଛା କେ ଜାଣିବ ଶରୀର ବହି ବ୍ରହ୍ମା ଶିବ ତୋର ଚରିତ ଭଗବାନ ଏ ନର ଲୋକେ ବିଡ଼ମ୍ବନ। ଏଣୁ ତୋରି ମିତ୍ର ନାହିଁ ପ୍ରାଣୀ ଜାଣିବେ ତୋତେ କାହିଁ ତୋଠାରେ ଭେଦ ବୁଦ୍ଧି କରି ବୈରୀ ମିତ୍ର ଅନୁସରି। ତୁ ବିଶ୍ୱ ଆତ୍ମା ଅଜହରି ଲୀଳା ବିହାରେ ଦେହ ଧରି ପଶୁଙ୍କ ମଧ୍ୟେ ହେଉ ଜାତ ଋଷିଙ୍କ ଘରେ ଋଷି ସୁତ ଜଳଜନ୍ତୁଙ୍କ ମଧ୍ୟରେ ତୁହି ବିହରୁ ମୀନ କୂର୍ମ ହୋଇ। ଏକଥା ତୋତେ ବିଡ଼ମ୍ବନ ତୁ ଆଦି ଆତ୍ମା ନିରଞ୍ଜନ। ଉଚ୍ଚ କୂଳରେ ଜନ୍ମ ଐଶ୍ୱର୍ଯ୍ୟ ବିଦ୍ୟା ଓ ସମ୍ପତ୍ତି ହେତୁ ଯେଉଁମାନଙ୍କର ଗର୍ବ ବଢ଼ିଯାଇଛି ସେମାନେ ତ ତୁମର ନାମ ବି ନେଇ ପାରୁନାହାନ୍ତି, କାରଣ ଯେଉଁମାନେ ଅକିଞ୍ଚନ କେବଳ ସେହିମାନଙ୍କୁ ତୁମେ ଦର୍ଶନ ଦେଇଥାଅ। ତୁମେ ହେଉଛ ଅକିଞ୍ଚନମାନଙ୍କର ପରମ ଧନ। ମାୟାର ପ୍ରପଞ୍ଚ ତୁମକୁ ସ୍ପର୍ଶ ମଧ୍ୟ କରିପାରେ ନାହିଁ। ତୁମେ ତୁମରି ଭିତରେ ହିଁ ବିହାର କର। ତୁମେ ହେଉଛ ପରମ ଶାନ୍ତ ସ୍ୱରୂପ। ତୁମେ ହିଁ କୈବଲ୍ୟ ମୋକ୍ଷର ଅଧିପତି। ତୁମକୁ ବାରମ୍ବାର ପ୍ରଣାମ। ମୁଁ ତୁମକୁ ଅନାଦି ଅନନ୍ତ ସର୍ବବ୍ୟାପକ ସମସ୍ତଙ୍କର ନିୟନ୍ତା କାଳ ରୂପେ ଓ ପରମେଶ୍ୱର ବୋଲି ମନେ କରେ। ସଂସାରର ସମସ୍ତ ପଦାର୍ଥ ଓ ପ୍ରାଣୀ ପରସ୍ପର ମଧ୍ୟରେ ବିଷମତା ହେତୁ କଳହ କରୁଥାନ୍ତି, କିନ୍ତୁ ତୁମେ ସମସ୍ତଙ୍କ ଭିତରେ ସମାନ ରୂପରେ ବିଚରଣ କର। ହେ ଭଗବାନ, ତୁମେ ଯେତେବେଳେ ମନୁଷ୍ୟଙ୍କ ପରି ଲୀଳା କର ସେତେବେଳେ ତୁମେ ଯେ କ'ଣ କରିବାକୁ ଚାହଁ ତାହା କେହି ଜାଣିପାରନ୍ତି ନାହିଁ। ତୁମର କେହି ପ୍ରିୟ ନୁହେଁ କି ଅପ୍ରିୟ ନୁହେଁ। ତୁମ ସମ୍ବନ୍ଧରେ ଲୋକଙ୍କ ବୁଝିବାରେ ହିଁ ବିଷମତା ରହିଥାଏ। ତୁମେ ହେଉଛ ବିଶ୍ୱର ଆତ୍ମା। ତୁମେ ବିଶ୍ୱରୂପ। ତୁମର ଜନ୍ମ ନାହିଁ କି କର୍ମ ନାହିଁ, ତଥାପି ତୁମେ ପଶୁପକ୍ଷୀ ମନୁଷ୍ୟ ଋଷି ଜଳଚର ପ୍ରାଣୀ ଆଦିଙ୍କର ରୂପରେ ଜନ୍ମ ହୁଅ ଏବଂ ସେହି ଯୋନିମାନଙ୍କର ଅନୁରୂପ କର୍ମ ମଧ୍ୟ କର। ଏସବୁ ହେଉଛି ତୁମର ଦିବ୍ୟ ଲୀଳା। ଦଧି ମନ୍ଥନ ବେଳେ ଧରି ରୋଳେ ବାନ୍ଧିଲା ନନ୍ଦ ନାରୀ ପଛେ ଲୁଚାଇ ଛୋଟ ଗୋଟି ତା ଦେଖି ଭୂମିରେ ତୁ ଲୋଟି। ଚକ୍ଷୁ ଅଞ୍ଜନ ଘଷି କରେ କାନ୍ଦି ପଡ଼ିଲୁ ତା ପୟରେ ବଦନ ହସ୍ତରେ ଲୁଚାଇ ଭୟେ କମ୍ପଇ ତୋର ଦେହି। କି ପାଇଁ ତୋର ଭୟ ହେଲା ମୋତେ ତ ସନ୍ଦେହ ଲାଗିଲା ଭୟ ଯାହାର ନାମେ ଡରେ ସେ କିମ୍ପା ଯଶୋଦାକୁ ଡରେ। ତୁ ନାଥ ଯୋଗ ମାୟା ଅଂଶେ ଜନ୍ମିଲୁ ଯଦୁ ରାଜବଂଶେ ସ୍ୱଭାବେ ଜନ୍ମ ନାହିଁ ତୋର ଭକତ ହିତେ ଅବତାର। ଏଣୁ କଳ୍ପନ୍ତି ସାଧୁଜନ ମଳଏ ଯେ ସନେ ଚନ୍ଦନ ଅପରେ ଯେତେ ସାଧୁଜନ ତୋ ଜନ୍ମ କରି ଅନୁମାନ
ବୋଲନ୍ତି ବସୁଦେବ ଘରେ, ଜନ୍ମିଲୁ ଭୂମି ଭାରାହରେ। ପୂର୍ବେ କଠୋର ତପ କରି, ବର ମାଗିଲା ପୁତ୍ର ହରି। ତେଣୁ ଦେବକୀ ଗର୍ଭେ ଜାତ, ତୁ ଯେଣୁ ଅନାଥର ନାଥ। କେ କହେ ଦୈତ୍ୟ ଭାରେ ମୋହି, ବ୍ରହ୍ମା ସମୀପେ ଦୁଃଖ କରି। ତାହାର ଅର୍ଥେ ପଦ୍ମାସନ, ଗଲେ ତୋହର ସନ୍ନିଧାନ। ସର୍ବଦେବଙ୍କୁ ଘେନି ଗଲେ, ତୋର ଚରଣେ ସ୍ତୁତି କଲେ। କହିଲେ ତୋ ଚରଣ ତଳେ, ନାବ ବୁଡ଼ଇ ଯେହ୍ନେ ଜଳେ। ତେମନ୍ତ ବୁଡ଼ିଲା ଧରଣୀ, ତାହାକୁ ରଖ ଚକ୍ରପାଣି। ତେଣୁ ତୁ ନର ରୂପ ଧରି, ଭୂମି ମଣ୍ଡଳେ ଅବତରି। କେବଳେ କର୍ମ ବଳେ, ଜନ୍ତୁ ଯେ ବୁଡ଼େ ଭବ ଜଳେ। ଅତି କ୍ଲେଶିତ ତାଙ୍କ ଦେହି, ତାହାଙ୍କୁ ଉଦ୍ଧରିବା ପାଇଁ। ଧ୍ୟାନ ଶ୍ରବଣ ମନ୍ତ୍ର ଗୁରୁ, ଲୀଳା ବିସ୍ତାରେ ଅବତରୁ। ପିଲାଦିନେ ତୁମେ ଯେତେବେଳେ ଦହି ହାଣ୍ଡି ଭାଙ୍ଗିଦେଇ ମା ଯଶୋଦାଙ୍କୁ ରଗେଇ ଦେଇଥିଲ ଏବଂ ସେ ଯେତେବେଳେ ଦଉଡ଼ି ନେଇ ତୁମକୁ ବାନ୍ଧିବାକୁ ଯାଇଥିଲେ, ସେତେବେଳେ ତୁମ ଆଖିରେ ଲୁହ ଝରି ଆସିଥିଲା। ଆଖିର କଜଳ ଗାଲ ଉପରେ ବହି ଯାଉଥିଲା। ଆଖି ଚଞ୍ଚଳ ହୋଇ ଉଠିଥିଲା ଏବଂ ଭୟଭୀତ ହୋଇ ତୁମେ ତଳକୁ ମୁହଁ ପୋତି ଦେଇଥିଲ। ତୁମର ସେହି ଲୀଳା ଛବି ଧ୍ୟାନ କରି ମୁଁ ଆତ୍ମବିଭୋର ହୋଇଯାଉଛି। ଯାହାଙ୍କୁ ଭୟ ବି ଭୟ କରେ, ତାଙ୍କର ପୁଣି ଏହି ଦଶା। ତୁମେ ଅଜନ୍ମା ହୋଇ ମଧ୍ୟ ଜନ୍ମ କାହିଁକି ହୁଅ? ତାହାର କାରଣ କହିବାକୁ ଯାଇ କେତେକ ମହାପୁରୁଷ କହିଥାନ୍ତି, ଯେପରି ମଳୟାଚଳର କୀର୍ତ୍ତି ବିସ୍ତାର କରିବା ଲାଗି ସେଥିରେ ଚନ୍ଦନ ଜାତ ହୁଏ, ତୁମେ ସେହିପରି ପୁଣ୍ୟଶାଳୀ ରାଜା ଯଦୁଙ୍କ କୀର୍ତ୍ତି ବିସ୍ତାର କରିବା ପାଇଁ ତାଙ୍କ ବଂଶରେ ଅବତାରଣ ଗ୍ରହଣ କରିଛ। ଅନ୍ୟ କେତେକ ଲୋକ କହନ୍ତି, ବସୁଦେବ ଓ ଦେବକୀ ପୂର୍ବଜନ୍ମରେ ସୁତପା ଓ ପୃଷ୍ଟି ରୂପରେ ତୁମଠାରୁ ଏହି ବର ପାଇଥିଲେ। ତେଣୁ ତୁମେ ଅଜନ୍ମା ହୋଇ ମଧ୍ୟ ଜଗତର କଲ୍ୟାଣ ଓ ଦୈତ୍ୟମାନଙ୍କର ବିନାଶ ନିମନ୍ତେ ସେମାନଙ୍କର ପୁତ୍ର ରୂପେ ଜାତ ହୋଇଛ। ଅନ୍ୟ କେତେକ ଲୋକ କହନ୍ତି, ଦୈତ୍ୟମାନଙ୍କର ଭୀଷଣ ଭାରରେ ଆକ୍ରାନ୍ତ ହୋଇ ପୃଥିବୀ ଯେତେବେଳେ ସମୁଦ୍ରରେ ବୁଡ଼ିବାର ଅବସ୍ଥାରେ ପଡ଼ିଥିବା ବୋଇତ ପରି ଟଳମଳ ହେଉଥିଲା, ଅସହାୟ ହୋଇ ପଡ଼ିଥିଲା, ସେତେବେଳେ ବ୍ରହ୍ମାଙ୍କର ପ୍ରାର୍ଥନାରେ ପୃଥିବୀର ଭାର ଲାଘବ କରିବା ନିମନ୍ତେ ହିଁ ତୁମେ ପ୍ରକଟ ହେଲ। ଅନ୍ୟ କେତେକ ମହାପୁରୁଷ କହନ୍ତି, ଯେଉଁମାନେ ସଂସାରରେ ଅଜ୍ଞାନ, କାମନା ଓ କର୍ମର ବନ୍ଧନରେ ବାନ୍ଧି ହୋଇ ଛଟପଟ ହେଉଛନ୍ତି, ସେହି ଲୋକମାନଙ୍କ ନିମନ୍ତେ ଶ୍ରବଣ ସ୍ମରଣ ଯୋଗ୍ୟ ଲୀଳା କରିବା ଉଦ୍ଦେଶ୍ୟରେ ତୁମେ ଅବତାର ଗ୍ରହଣ କରିଛ। ତୋର ଚରିତ କର୍ଣ୍ଣେ ଶୁଣି, ତୋର ମହିମା ମନେ ଗୁଣି। ତୋର ନାମକୁ ମୁଖେ କହି, ଆନନ୍ଦେ ରୋମାଞ୍ଚିତ ଦେହି। ଏଣୁ ପଶନ୍ତି ତୋ ଚରଣେ, ନିଶ୍ଚିନ୍ତେ ଧ୍ୟାନେ ସୁମରଣେ। ତୋହର ଚରଣ ଦେଖନ୍ତି, ଭବ ପ୍ରବାହୁ ତରି ଯାନ୍ତି। ସେ ପାଦେ ପଶିଲି ଶରଣ, ମୋତେ ନ ତେଜ ନାରାୟଣ। ତୁଜେ ମୋହର ସୁତ ହିତେ, ଜନ୍ମିଲୁ ଏ ଘୋର ଜଗତେ। ତୋର ସୁହୃଦ ପଣେ ହରି, ତୋର ଚରଣେ ଆଶ୍ରା କରି। ନିତ୍ୟ କରନ୍ତି ତୋତେ ଧ୍ୟାନ, ତୋ ତହୁଁ ନ ଜାଣନ୍ତି ଆନ। ବିରୋଧ କରି ରାଜକୂଳେ, ବଞ୍ଚନ୍ତି ତୋର ବାହୁବଳେ। କେବଳ ନାମ ରୂପ ତୋର, ମୋର ପୁତ୍ରଙ୍କ ସୁଖ ଘର। ଯଦୁଙ୍କ ତୁଲେ ତାହା ଚିନ୍ତି, ଏ ଭବ ଭୟେ ନ ଡରନ୍ତି। ତୋ ରୂପ ନ ଦେଖି ନୟନେ, ଇନ୍ଦ୍ରିୟ ଜହ୍ନେ ଆତ୍ମା ବିନେ। ଏ ମହି ତୋର ପାଦ ଲାଗି, ଯେମନ୍ତ ଦିଶଇ ସୌଭାଗ୍ୟେ। ତୋ ଅବତାର ଯେବେ ଯିବ, ବିଧବା ପ୍ରାୟେ କଦିଶିବ। ଏହା ଉପରେ ଯେତେ ଜନ, ଗ୍ରାମ ଔଷଧି ଗିରିବନ। ସମୁଦ୍ର ଆଦି ଜଳସ୍ଥାନ,
ଆଶ୍ରିତ ତୋହର ଚରଣ। ଭକ୍ତଜନମାନେ ବାରମ୍ବାର ତୁମ ଲୀଳାଚରିତ ଶ୍ରବଣ, ଗାନ, କୀର୍ତ୍ତନ ଏବଂ ସ୍ମରଣ କରି ଆନନ୍ଦିତ ହୁଅନ୍ତି। ଏଭଳି ପ୍ରେମା ଭକ୍ତି ହେତୁ ସେମାନେ ଅବିଳମ୍ବେ ତୁମର ସେହି ଚରଣ କମଳ ଯୁଗଳ ଦର୍ଶନ କରିବାକୁ ପାଆନ୍ତି, ଯାହାକି ଜନ୍ମ ମୃତ୍ୟୁର ପ୍ରବାହକୁ ଚିରଦିନ ପାଇଁ ରୋକିଦିଏ। ହେ ଭକ୍ତ ବାଞ୍ଛା କଳ୍ପତରୁ ପ୍ରଭୁ, ଆମ୍ଭେମାନେ ତୁମର ଆଶ୍ରିତ ଓ ସମ୍ପର୍କୀୟ। କ'ଣ ତୁମେ ଆମମାନଙ୍କୁ ଛାଡ଼ି ଦେଇ ଚାଲିଯିବାକୁ ଚାହୁଁଛ? ତୁମେ ତ ଜାଣିଛ ଯେ ତୁମର ଚରଣ କମଳ ଛଡ଼ା ଆମର ଅନ୍ୟ କୌଣସି ସାହା ଭରସା ନାହିଁ। ଆମେ ତ ଅଯଥା ରୂପରେ ପୃଥିବୀର ରାଜାମାନଙ୍କର ବିରୋଧୀ ହୋଇଗଲୁ। ପ୍ରାଣ ବିନା ଯେପରି ଇନ୍ଦ୍ରିୟମାନେ ଶକ୍ତିହୀନ ହୋଇଯାଆନ୍ତି, ତୁମ ଦର୍ଶନ ବିନା ଯଦୁବଂଶର ତଥା ମୋ ପୁତ୍ର ପାଣ୍ଡବମାନଙ୍କର ନାମ ଓ ରୂପର ସେହିପରି ଆଉ କୌଣସି ଅସ୍ତିତ୍ୱ ରହିବ ନାହିଁ। ହେ ଗଦାଧର, ତୁମର ଅଲୌକିକ ଚରଣ ଚିହ୍ନରେ ଚିହ୍ନିତ ଏହି କୁରୁଜାଙ୍ଗଳ ଦେଶର ଭୂମି ଆଜି ଯେପରି ଶୋଭାୟମାନ ହେଉଛି, ତୁମେ ଏଠାରୁ ଚାଲିଯିବା ପରେ ଆଉ ସେପରି ହୋଇ ରହିବ ନାହିଁ। ତୁମ ଦୃଷ୍ଟିର ପ୍ରଭାବରେ ହିଁ ଏହି ଦେଶ ପକ୍ୱଶସ୍ୟ ଓ ସବୁଜ ବୃକ୍ଷଲତାରେ ସମୃଦ୍ଧ। ଏ ଦେଶର ବନ, ପର୍ବତ, ନଦୀ, ପୁଷ୍କରିଣୀ ମଧ୍ୟ ତୁମର ଦୃଷ୍ଟି ଦ୍ୱାରା ହିଁ ବୃଦ୍ଧିପ୍ରାପ୍ତ ହୋଇଛନ୍ତି। ହେ ବିଶ୍ୱ ଆତ୍ମା ବିଶ୍ୱେଶ୍ୱର, ମୁଁ ତୋର ଚରଣେ କିଙ୍କର। ପାଣ୍ଡବ କୁଳେ ବୃଷ୍ଣି ବଂଶେ, ମୁଁ ଯେ ବନ୍ଧନ ସ୍ନେହ ପାଶେ। ତୁ ଯେବେ ଶରଣ ସୋଦର, ଏ ସ୍ନେହ ପାଶ ଛେଦ ମୋର। ଭୋ ନାଥ ଶ୍ରୀ ମଧୁସୂଦନ, ତୋର ଚରଣେ ମୋର ମନ। ସର୍ବ ବିଷୟ ଦୂରେ ତେଜି, ନିଶ୍ଚଳେ ରହୁ ନିତ୍ୟ ଭଜି। ଗଙ୍ଗାର ସ୍ରୋତ ଯେହ୍ନେ ବହେ, ସେ ପୁଣି ସିନ୍ଧୁ ଜଳେ ରହେ। ହେ କୃଷ୍ଣ କୃଷ୍ଣ ସଖା ତୋହି, ହେ ବୃଷ୍ଣି ଶ୍ରେଷ୍ଠ ଭାବଗ୍ରାହୀ। ଅବନୀ ରଖି ଆଦି ମୂଳ, ନାସିଲୁ ଦୁଷ୍ଟ କ୍ଷତ୍ରିକୁଳ। ତୋହର ହେତୁ ସେ ତରନ୍ତି, ନିଶ୍ଚିନ୍ତେ ତୋ ଦେହେ ପଶନ୍ତି। ଗୋବିନ୍ଦ ଶରଣ ସୋଦର, ଭକତ ଜନ ସୁଖ ଘର। ତୋ ଅବତାର ଏ ଜଗତେ, ଗୁରୁ ବ୍ରାହ୍ମଣ ଦେବ ହିତେ। ଅଖିଳ ଗୁରୁ ଯୋଗେଶ୍ୱର, ତୋ ପାଦେ ମୋର ନମସ୍କାର। ସୁତବାଚ ସୁତ କହନ୍ତି ମଞ୍ଜୁ ବାଣୀ, କୁନ୍ତି ବଚନ କୃଷ୍ଣ ଶୁଣି। ହସି ବୋଲନ୍ତି ଦାମୋଦର, କୋମଳ ବଚନ ଗମ୍ଭୀର। କରିବି ସତ୍ୟ ତୋ ବଚନ, କହି ଉଠିଲେ ଭଗବାନ। ହସ୍ତିନାପୁରେ ଯାଇ ପଶି, ସକଳ ନାରୀଙ୍କୁ ଆଶ୍ୱାସୀ। ବ୍ୟାସ ସହିତେ ମୁନିଗଣ, ସଙ୍ଗତେ ଘେନି ନାରାୟଣ। ନିକଟେ ବସି ଏକେ ଏକେ, ବୋଧିଲେ ଇତିହାସ ବାକ୍ୟେ। କୃଷ୍ଣ ମାୟାରେ ମନ ଛନ୍ନ, ନ ବୁଝେ କୃଷ୍ଣର ବଚନ। ସ୍ନେହ ମୋହରେ ବଶ ହୋଇ, ଶ୍ରୀକୃଷ୍ଣ ମୁଖକୁ ଅନାଇ। କପାଳେ ଦେଇ ବେନି କର, ବୋଲୋଇ ରାଜା ଯୁଧିଷ୍ଠିର। ତୁମେ ହେଉଛ ବିଶ୍ୱର ସ୍ୱାମୀ, ବିଶ୍ୱର ଆତ୍ମା ଓ ବିଶ୍ୱରୂପ। ଯଦୁବଂଶୀ ଓ ପାଣ୍ଡବମାନଙ୍କ ପ୍ରତି ମୋର ବିଶେଷ ମମତା ହୋଇଯାଇଛି। ସ୍ୱଜନମାନଙ୍କ ପ୍ରତି ମୋର ଏ ଯେଉଁ ସ୍ନେହବନ୍ଧନ ଗଢ଼ି ଉଠିଛି, ତୁମେ କୃପା କରି ସେହି ଦୃଢ଼ ବନ୍ଧନକୁ କାଟିଦିଅ। ହେ କୃଷ୍ଣ, ଗଙ୍ଗାର ଅଖଣ୍ଡ ଧାରା ଯେପରି ଅହରହ ସମୁଦ୍ରରେ ମିଶି ଚାଲିଛି, ମୋର ବୁଦ୍ଧି ସେହିପରି ଅନ୍ୟ କୌଣସି ସମ୍ବନ୍ଧ ପ୍ରତି ଆସକ୍ତ ନ ହୋଇ କେବଳ ତୁମରି ଚରଣ ପ୍ରତି ନିରନ୍ତର ମଜ୍ଜି ରହିଥାଏ। ହେ ଶ୍ରୀକୃଷ୍ଣ, ହେ ଅର୍ଜୁନ ପ୍ରିୟ ସଖା ଯଦୁବଂଶ ଶିରୋମଣି, ପୃଥିବୀର ଭାର ସ୍ୱରୂପ ହୋଇଥିବା ରାଜବେଶଧାରୀ ଦୈତ୍ୟମାନଙ୍କୁ ଦହନ କରିବା ନିମନ୍ତେ ତୁମେ ହେଉଛ ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ। ତୁମର ଶକ୍ତି ଅନନ୍ତ। ହେ ଗୋବିନ୍ଦ, ଗୋ ବ୍ରାହ୍ମଣ ଓ ଦେବତାମାନଙ୍କର ଦୁଃଖ ନିବାରଣ କରିବା ନିମନ୍ତେ ହିଁ ତୁମର ଏହି ଅବତାର ହୋଇଛି। ହେ ଯୋଗେଶ୍ୱର, ହେ ଚରାଚର ଗୁରୁ, ମୁଁ ତୁମକୁ ପ୍ରଣାମ କରୁଛି। ଶ୍ରୀ ସୁତ କହିଲେ,
ଏହିପରି ଭାବରେ କୁନ୍ତୀ ଦେବୀ ମିଠା ମିଠା ବାକ୍ୟରେ ଶ୍ରୀକୃଷ୍ଣଙ୍କର ଅନେକ ଲୀଳା ବର୍ଣ୍ଣନା କଲେ। ତାହା ଶୁଣି ଭଗବାନ ତାଙ୍କୁ ନିଜ ମାୟାରେ ମୋହିତ କରିଦେଇ ଟିକିଏ ମନ୍ଦ ମନ୍ଦ ହସିଦେଲେ। ସେ କୁନ୍ତୀଙ୍କୁ ଠିକ୍ ଅଛି ବୋଲି କହିଦେଇ ରଥ ପାଖରୁ ହସ୍ତିନାପୁରକୁ ଫେରି ଆସିଲେ। ଏହାପରେ ପୁଣି ଯେତେବେଳେ କୁନ୍ତୀ ଓ ସୁଭଦ୍ରା ଆଦି ଦେବକୀମାନଙ୍କଠାରୁ ବିଦାୟ ନେଇ ଭଗବାନ ନିଜ ନଗରକୁ ଯିବାକୁ ବାହାରିଲେ, ସେତେବେଳେ ରାଜା ଯୁଧିଷ୍ଠିର ତାଙ୍କୁ ସ୍ନେହାତି ସୁଧାରେ ଅଟକାଇ ଦେଲେ। ନିଜର ଭାଇ ବନ୍ଧୁମାନଙ୍କର ମୃତ୍ୟୁ ହୋଇଯାଇଥିବାରୁ ରାଜା ଯୁଧିଷ୍ଠିର ଅତ୍ୟନ୍ତ ଶୋକାର୍ତ୍ତ ହୋଇପଡ଼ିଲେ। ଭଗବାନଙ୍କର ଲୀଳାର ମର୍ମ ଜାଣିଥିବା ବ୍ୟାସ ଆଦି ମହର୍ଷିମାନେ ମଧ୍ୟ ସ୍ୱୟଂ ଅଦ୍ଭୁତ ଲୀଳା କରିଥିବା ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅନେକ ଇତିହାସ କହି ତାଙ୍କୁ ସାନ୍ତ୍ୱନା ଦେଇ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କର ଶୋକ ଦୂର ହେଲା ନାହିଁ। ହେ ସନକାଦି ଋଷିଗଣ, ସ୍ୱଜନମାନଙ୍କ ବଧରେ ଧର୍ମପୁତ୍ର ରାଜା ଯୁଧିଷ୍ଠିର ଚିନ୍ତିତ ହୋଇପଡ଼ିଥିଲେ। ଅବିବେକ ଚିତ୍ତ ହେତୁ ସ୍ନେହ ଓ ମୋହ ପରବଶ ହୋଇ ସେ କହିବାକୁ ଲାଗିଲେ, ଯୁଧିଷ୍ଠିର ଉବାଚ, ଶୁଣ ହେ ପ୍ରଭୁ ଦାମୋଦର, ମୁଁ ରାଜା ଧର୍ମର କୁମର, ମୋହର ପୂର୍ବ କର୍ମ ଦୋଷେ, ପଡ଼ିଲି ସ୍ନେହ ମୋହ ପାଶେ, ଦେଖ ଅଜ୍ଞାନ ବୁଦ୍ଧି ମୋର, ମୋ ମୂଢ଼ ଦୁଷ୍ଟ ଦୁରାଚାର, ଏ ମାୟା ଦେହେ ସ୍ନେହ କରି, ଅନେକ ଅକ୍ଷହିଣୀ ମାରି, ବାଳକ ଦ୍ୱିଜ ବନ୍ଧୁ ମିତ, ପିତୃଭ୍ରାତା ଯେ ପୁରୋହିତ, ଦ୍ରୋହ ମୁଁ କଲି ଅବିବେକେ, ନିଶ୍ଚୟ ପଡ଼ିବି ନରକେ, ବରଷ ଆୟନ୍ତୁ ପୟୁତେ, କେବେ ମୋକ୍ଷ ନାହିଁ ମୋତେ, ଏମନ୍ତ ଶାସ୍ତ୍ରର ବଚନ, ଯେ ଧର୍ମ କହେ ମୁନିଜନ, ପ୍ରଜା ପାଳନେ ଧର୍ମ ଯୁଦ୍ଧେ, ଦୋଷ ନ ଲାଗେ ଶତ୍ରୁ ବଧେ, ଏକଥା ମୋତେ ବୋଧ ନୋହେ, ସକଳ ଘଟେ ହରି ରହେ, ପ୍ରାଣୀର ବଧେ କାହିଁ ଧର୍ମ, ଏଟି ଅବିଦ୍ୟା ମୋହ ଭ୍ରମ, ବନ୍ଧୁ ବାନ୍ଧବ ନ ପ୍ରମାଣୀ, ସଂଗ୍ରାମେ ମଲେ ଯେତେ ପ୍ରାଣୀ, ତାଙ୍କର ମଣି ମାନେ ଗୃହେ, ଦିନ ବଞ୍ଚନ୍ତି ଶୋକ ମୋହେ, ତହୁଁ ଯେ ତାପ ଉପୁଜିବ, କି କର୍ମେ ସେ ତାପ ଖଣ୍ଡିବ, ଦେହେ ଲାଗିଲା ପଙ୍କ ଯେହ୍ନେ, ନ ଯାଇ ପଙ୍କେ ପ୍ରକ୍ଷାଳନେ, ମଦ୍ୟକୁ ଆଣି ଦେହେ ବୋଳି, ମଦେ ଯେ ସନେ ତାପ ଖାଳି, ପ୍ରାଣର ବଧ ପ୍ରାଣୀ ହତେ, କାହୁଁ ତାରିବି ଯଜ୍ଞ ମତେ। ଯୁଧିଷ୍ଠିର କହିଲେ, ମୁଁ କେଡ଼େ ଦୁରାତ୍ମା ନୁହେଁ ସତେ? ମୋ ଭିତରେ ବଦ୍ଧମୂଳ ହୋଇ ରହିଥିବା ଏହି ଅଜ୍ଞାନ କେତେ ପ୍ରବଳ ଦେଖ ତ। ବିଲୁଆ କୁକୁରଙ୍କର ଭକ୍ଷଣ ଯୋଗ୍ୟ ମୋର ଏହି ଅନାତ୍ମା ଶରୀରଟା ନିମନ୍ତେ ମୁଁ କେତେ ଅକ୍ଷହିଣୀ ସେନା ନାଶ କରି ନ ଦେଲି ସତେ। ମୁଁ ବାଳକ, ବ୍ରାହ୍ମଣ, ସ୍ୱଜନ ସମ୍ପର୍କୀୟ, ମିତ୍ର, କକେଇ, ଦଦେଇ, ଭାଇବନ୍ଧୁ ଓ ଗୁରୁଜନମାନଙ୍କ ପ୍ରତି ଦ୍ରୋହ କଲି। କୋଟି କୋଟି ବର୍ଷ ନର୍କର ଭୋଗିଲେ ମଧ୍ୟ ମୋତେ ତ୍ରାହି ମିଳିବ ନାହିଁ। ଯଦି ପ୍ରଜାପାଳନ ନିମନ୍ତେ ଧର୍ମଯୁଦ୍ଧ କରି ରାଜ ଶତ୍ରୁ ନାଶ କରନ୍ତି, ତେବେ ତାକୁ ପାପ ଲାଗିବ ନାହିଁ ବୋଲି ଶାସ୍ତ୍ର ବଚନ ରହିଛି ସତ, ତଥାପି ମୁଁ ଏ ବଚନକୁ ସେହି ବଚନରୁ ସନ୍ତୋଷ ପାଉନାହିଁ। ଭାଇ ବନ୍ଧୁମାନଙ୍କୁ ମାରିଦେବା ଦ୍ୱାରା ସେମାନଙ୍କ ସ୍ତ୍ରୀମାନଙ୍କ ପ୍ରତି ମୁଁ ଯେଉଁ ଅପରାଧ କଲି, ଗୃହସ୍ଥୋଚିତ ଯଜ୍ଞ ଦ୍ୱାରା ସେ ଅପରାଧ ମାର୍ଜନ ଅସମ୍ଭବ। ଗୋଳିଆ ପାଣିକୁ ଯେପରି କାଦୁଅ ଦ୍ୱାରା ସଫା କରାଯାଇ ପାରିବ ନାହିଁ, ମଦ ଦ୍ୱାରା ଯେପରି ମଦିରାର ଅପବିତ୍ର ଦୂର କରାଯାଇ ପାରିବ ନାହିଁ, ହିଂସାବହୁଳ ଯଜ୍ଞ ଦ୍ୱାରା ସେହିପରି ଗୋଟିଏ ମାତ୍ର ପ୍ରାଣ ହତ୍ୟାର ପ୍ରାୟଶ୍ଚିତ ମଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ ମୁଁ ତ ଅନେକ ଅକ୍ଷହିଣୀ ସେନାର ହତ୍ୟା କାରଣ ହୋଇଯାଇଛି। ଏତେ ବଡ଼ ପାପର ମାର୍ଜନା ବା କିପରି ସମ୍ଭବ ହେବ? ଏହିପରି ଭାବରେ ଯୁଧିଷ୍ଠିରଙ୍କର ମନରେ ବିରାଟ ଅନୁତାପ ଜାତ ହେଲା। ସୁତ ଉବାଚ, ଏମନ୍ତ କୃଷ୍ଣର ଗ୍ରତେ, ରାଜା କହିଲେ ଦୁଃଖ
ଚିତେ। ତକ୍ଷଣେ ପ୍ରଭୁ ନରହରି ମାୟାରେ ତାଙ୍କ ମନ ହରି। ପଞ୍ଚ ପାଣ୍ଡବ ସଙ୍ଗେ ଘେନି କିଛି ନ କହି ହେଲେ ତୁନି। ସେ ମାୟାଧର ପାଦଗତ ନମଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ କୁନ୍ତୀସ୍ତୁତି ଯୁଧିଷ୍ଠିରାନୁତାପो ନାମ ଅଷ୍ଟମୋऽଧ୍ୟାୟः।